ପ୍ରେମ ବଡ଼ ବିଚିତ୍ର। ଏଇ ଦେଖୁନାହାନ୍ତି, ଫେସବୁକ୍ରୁ ପରିଚୟ ପରେ ବନ୍ଧୁତା ହୋଇ କଥା ବଢ଼ିଲା ଆଗକୁ, ଆଉ ଶେଷରେ ପ୍ରେମିକ ପ୍ରେମିକା ସାଜିଲେ। ଏତିକିରେ ମନ ବୁଝିଲାନି, ପୁଣି ସେମାନେ ଲିଭ୍ ଇନ୍ ରିଲେସନରେ ମଧ୍ୟ ସମୟ କାଟିଲେ। ଶେଷରେ ପ୍ରତାରଣାର ଶିକାର ହୋଇ ସୋନପୁର ଜିଲ୍ଲାରୁ ଆସି ମୟୂରଭଞ୍ଜ ଜିଲ୍ଲାର ଖାରପୋଖରିଆ ଥାନାରେ ପହଞ୍ଚିଲା ହତାଶ ପ୍ରେମିକା। ରୁଜୁ କଲା ପ୍ରତାରକ ପ୍ରେମିକ ବିରୋଧରେ ମାମଲା। ହଁ ଆଜ୍ଞା, ଏଠି ଆମେ କହୁଛୁ ପ୍ରେମିକ ଉପରେ ଭରସା କରି ପ୍ରେମିକା ସାଜି ଏବେ ନିରାଶ ମଧ୍ୟରେ ସମୟ ବିତାଉଥିବା ଜଣେ ଅସହାୟ ଏବଂ ନିରୁପାୟ ଯୁବତୀଙ୍କ କରୁଣ ପ୍ରେମ କାହାଣୀର କଥା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ବାସ୍ତବରେ ସାମ୍ନାକୁ ଆସିଛି ଏଭଳି ଠକ ପ୍ରେମିକର ଭଣ୍ଡାମି ପ୍ରେମ। ତେବେ ଘଟଣା ଅନୁସାରେ ଫେସବୁକ୍ରୁ ଚିହ୍ନା ପରିଚୟ ଏବଂ କଥାବାର୍ତ୍ତାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ କରିବାର ନିଷ୍ପତ୍ତି ନେଇ ଦୁହେଁ ରାଜଧାନୀ ଭୁବନେଶ୍ୱର ଚାଲି ଆସିଥିଲେ। ହେଲେ କିଛିଦିନ ଏକାଠି ରହିବା ପରେ ବାଧକ ସାଜିଲା ଘର ଭଡ଼ା। ଅନ୍ୟପଟେ ବିବାହିତ ହୋଇଥିବାରୁ ଘର ଭଡ଼ା ଦେବାକୁ କେହି ମଙ୍ଗୁନଥିଲେ। ବାଧ୍ୟ ହୋଇ ଭୁବନେଶ୍ୱର ରେଳ ଷ୍ଟେସନରେ ରହିଲେ, ଆଉ ଟ୍ରାଭେଲ ଏଜେନ୍ସିରେ କାମ କଲେ। ଏହି ଭିତରେ ବିବାହ ପ୍ରସ୍ତାବ ଉଠାଇବାରୁ ପ୍ରେମିକଠାରୁ 15,000 ଟଙ୍କା ନେଇ ଏକୁଟିଆ ଛାଡ଼ି ଚତୁର ପ୍ରେମିକ ଫେରାର ହୋଇଯାଇଥିଲା। ଏପଟେ ପ୍ରେମିକର ଫେରିବା ବାଟ ଚାହିଁ ବସୁଥିଲା ପ୍ରେମିକା, କିନ୍ତୁ ନ ଫେରିବାରୁ ଶେଷରେ ପ୍ରେମିକା ଜଣକ ପ୍ରେମିକକୁ ଖୋଜିବା ପାଇଁ ସୋନପୁରରୁ ଆସି ମୟୂରଭଞ୍ଜରେ ପହଞ୍ଚିଥିଲେ। ଖୋଜାଖୋଜି କରିନପାରି ଶେଷରେ ଝାରପୋଖରିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ଖାରପୋଖରିଆ ଥାନା ପୁଲିସ। ଆଉ ଦଗାଦିଆ ଫେରାର ପ୍ରେମିକ ଜଣକ ହେଉଛନ୍ତି ଏହି ଥାନା ଅଞ୍ଚଳର ସଣ୍ଟୁ ମାଲ। ତେବେ ଆଗକୁ ଏହି ବିବାଦୀୟ ପ୍ରେମ କାହାଣୀର ଅନ୍ତ କେମିତି ହେବ ଦେଖିବାକୁ ବାକି ରହିଲା। ମୟୂରଭଞ୍ଜରୁ ଘନଶ୍ୟାମ ବେହେରାଙ୍କ ରିପୋର୍ଟ, କେବି ନ୍ୟୁଜ୍ ଓଡ଼ିଶା। ମୁଁ ଭୁବନେଶ୍ୱରରେ ରହୁଥିଲି, ପଢ଼ାପଢ଼ି କରୁଥିଲି ଛୋଟବେଳଠୁ 10 ବର୍ଷ ହେଇଗଲା। ସେଇଠୁ ମୁଁ ଘରକୁ ଯେତେବେଳେ ଆଇଲି, ମୋବାଇଲ ଧରିଲି, ସେ ଗୋଟେ ପୁଅ ମୋତେ ଫେସବୁକ୍ ଜରିଆରେ ମେସେଜ୍ କଲା। ତାର ଗାଁ ହେଲା ବେଲବରିଆ, ତା ନାଁ ସଣ୍ଟୁ ମାଲ। ସେ ମୋତେ ବାରମ୍ବାର ଗୋଟେ ମାସ ହଇରାଣ କଲା ପରେ ସେ କହିଲା ମୁଁ ହାତ କାଟିଦେବି, ଏଇଟା କାଟିଦେବି। ତ ମୁଁ ତା ସହିତ କଥାବାର୍ତ୍ତା ହେଲି। ତା ସହିତ ଯେତେବେଳେ କଥାବାର୍ତ୍ତା ହେଲି, ଗୋଟେ ବର୍ଷ କଥାବାର୍ତ୍ତା ଫୋନ୍ରେ ହେଲା ପରେ ସେ ଯାଇଥିଲା ଭୁବନେଶ୍ୱର ପଟିଆ। ସେଠି ମୋ ଦିଦିଙ୍କ ରୁମ୍ ଅଛି, ରୁମ୍ ନେଇକି ସେ ପଢ଼ୁଛନ୍ତି। ତାଙ୍କ ରୁମ୍କୁ ଦେଖା କରିବା ପାଇଁ ଯାଇଥିଲା। ଗୋଟେ ବର୍ଷ ପରେ ସେ ଦେଖା କଲା ପରେ 7 ଦିନ ଯାଇନି, ପୁଣି ଥରେ ଯାଇଥିଲା ମୋତେ ନେବା ପାଇଁ, ମୋତେ ଆଣିବା ପାଇଁ ଯାଇଥିଲା। ଆଣିକି ଆସିଥିଲା, ତା ଗାଁରେ ରଖିଥିଲା। ତା ଗାଁର ଗୋଟେ ସ୍କୁଲ ଅଛି, ସ୍କୁଲ ପାଖରେ ଗୋଟେ ପୁରୁଣା ଘର ଅଛି, ସେଇ ଘରରେ ମୋତେ ରଖିଥିଲା। ମୋ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ସେତେବେଳେ 5 ବର୍ଷ ଏମିତି ଚାଲିଲା, କଥାବାର୍ତ୍ତାରେ ସବୁ ହେଲା। ଶାରୀରିକ ସମ୍ପର୍କ ରଖିଲା ପରେ ମୁଁ ତାକୁ କହିଲି ମୋତେ ବାହା ହେଉନି କ'ଣ ପାଇଁ? ସେ କହିଲା ମୋ ଫ୍ୟାମିଲି ମୋତେ ମନା କରିଛନ୍ତି ତୋତେ ବାହା ହେବା ପାଇଁ। ତାପରେ ମୋତେ ଘରୁ ଯେତେବେଳେ ସେ ମୋ ମାଆଙ୍କୁ ଫୋନ୍ କରିକି ଆମ ପର୍ସନାଲ୍ କଥା ସବୁ କହିଲା। ମୋ ମାଆ କହିଲେ ଆଜି ମୋତେ କଲ୍ କରିଛି, କାଲି ଗାଁ ଲୋକଙ୍କୁ କଲ୍ କରିବ, ମୋର ଆଉ ଇଜ୍ଜତ କେଉଁଠି ରହିବ? ଆହୁରି 3ଟା ଝିଅ ଅଛନ୍ତି, ତାଙ୍କ ଇଜ୍ଜତ ବି ରଖିବାର ଅଛି। ତାଙ୍କୁ କିଏ ପୁଅ ଦେବ? ଆଉ ତୁ ଯା, ତୋର ତ ଲାଇଫ୍ ବର୍ବାଦ ହେଲାଣି, ତୁ ଯା ସେ ପୁଅ ସହିତ ରହ। ମୁଁ ଘରୁ ଗୋଟେ ଷ୍ଟାମ୍ପ ପେପରରେ ଲେଖିକି ଆସିଥିଲି, ମୁଁ ଘର ଛାଡ଼ିକି ଯାଉଛି, ସେଇ ପୁଅ ସହିତ ମୋ ନିଜ ସ୍ୱଇଚ୍ଛାରେ ଯାଉଛି, କେହି ଖୋଜିବା ପାଇଁ ଚେଷ୍ଟା କରିବନି କହିକି। ମୁଁ ସେ ପୁଅ ସହିତ ଆସିଲି। ସେ ମୋ ସହିତ କଟକରେ ରହିଲା, ଗୋଟେ ରୁମ୍ ନେଲା। ମାଲିକଙ୍କ ଚିହ୍ନା ଜଣା ଏବେ ବି ଅଛି, ସେଠି ସାମାନ ବି ଅଛି। ସେଠି ରହିଲା। ସେଠି ତାପରେ ଗୋଟେ ମାସ ରହିଲା, ଛାଡ଼ିକି ମୋତେ ପୁଣି ପଳେଇ ଆସିଲା। ପୁଣି ମୋତେ କହିଲା ଆସେ ଭୁବନେଶ୍ୱରରେ ରହିବା। ତାପରେ ମୁଁ ଭୁବନେଶ୍ୱର ଯାଇଥିଲି। ମୋତେ ଯେତେବେଳେ ଘରୁ ବାହାର କରିଦେଲେ, ମୁଁ ତାକୁ ଫୋନ୍ କଲି, କହିଲି କି ମୋତେ ତ ଘରୁ ବାହାର କଲେ, ଏଇନା ମୁଁ କୁଆଡ଼େ ଯିବି? ତା ଘର ଲୋକଙ୍କୁ ବି କହିଲି ମୋତେ ନେଇକି ତୁମ ଘରେ ରଖ, ବାହା ହେଇକି ରଖ, କେମିତି ରଖୁଛ ରଖ। ସେ କହିଲେ ଆମେ ତୋତେ ଘରେ ଏଣ୍ଟ୍ରି କରିବୁନି, ଘରେ କ'ଣ ଗାଁରେ ବି ଏଣ୍ଟ୍ରି କରିବୁନି, ଆଉ ତୁ ମୋ ଭାଇକୁ ନେଇକି ଯା, ଯୁଆଡ଼େ ରହୁଛୁ ରହ। ସେଇଟା କହିଲେ। ମୁଁ ତା ଭାଇକୁ ନେଇକି ଗଲି, ଭୁବନେଶ୍ୱରରେ 5 ମାସ ରହିଲି। 5 ମାସ ପରେ ଯେତେବେଳେ ସେଇଠି ଲୋକମାନେ କହିଲେ ସେ ଝିଅ ବାହା ହେଇନି, ସେ ପୁଅକୁ ଧରିକି ବୁଲୁଛି, ଖରାପ ଭାଷାରେ ମୋତେ ଗାଳି ଦେଲେ। ତାପରେ ମୋତେ ଖରାପ ଲାଗିଲା। ମୁଁ ତାକୁ କହିଲି ମ୍ୟାରେଜ୍ କ'ଣ ପାଇଁ କରୁନି? ସେ କହିଲା ମୁଁ ମ୍ୟାରେଜ୍ କରିବିନି ତୋତେ। ମୁଁ ଜିଆରପି ଥାନାରେ ତାପରେ କମ୍ପ୍ଲେନ୍ ଦେଇଥିଲି ଯାଇକି। ସେଇଠି ବୁଝାମଣା କରିକି ପଠେଇଥିଲେ 8 ତାରିଖ ରାତିରେ, ରାତି 10ଟା 9ଟାରେ ପଠେଇଥିଲେ। ସେ କହିଲା ମୁଁ ସକାଳେ ସାର୍ ମ୍ୟାରେଜ୍ କରିବି, ଆଉ ସକାଳେ ମ୍ୟାରେଜ୍ କରିକି ଏଇଠି ଆସିକି ଦେଖା କରିବି।
ଆଉ ସେ ସକାଳ 9 ତାରିଖ ଦିନ ସକାଳୁ ସେ ପଳେଇ ଯାଇଛି। 11:55 କହିଲା ଶୌଚାଳୟକୁ କହିଲା ମୁଁ ଗାଧେଇକି ଆସେ ମ୍ୟାରେଜ୍ କରିବା ପାଇଁ ଯିବା। ଆଉ ସେ ମ୍ୟାରେଜ୍ କରିନି, ଭିତରକୁ ଗଲା କପଡ଼ା ନେଇକି ଗାଧେଇବା ପାଇଁ, ସେଇଠୁ ପାଚେରୀ ଡେଇଁକି ପଳେଇଛି ପଇସା ପତ୍ର ନେଇକି। ଫୋନ୍ଟା ତାର ମୋତେ ଦେଇଛି, କ୍ୟାମେରା ସାମ୍ନାରେ ଦେଇଛି। ଏ ବାବଦରେ ଆପଣ ଝାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି? ହଁ, ମୁଁ ଆସିକି କାଲି କମ୍ପ୍ଲେନ୍ କଲି। ସାର୍ କହିଲେ ରୁହ ଖୋଜୁଛୁ କ'ଣ କହିବୁ। ଆଜି ଗୋଟେ ଆଉ ଗୋଟେ କମ୍ପ୍ଲେନ୍ ଦେଇଛି।